तो गाइस मु सकाळु सकाळु एकदम रेडी जाइथिली जेहेतु लाइफ रे अनेक सारा प्रॉब्लम चलची से सबरे नाही नउनी ସେଥିପାଇଁ ମୁଁ ସକାଳୁ ସକାଳୁ ରେଡ଼ି ହେଇକି ବାହାରି ଯାଇଥିଲି ଭୋଳାନାଥଙ୍କ ପାଖକୁ ଦେନ୍ ତାପରେ ମୋ ଝିଅ ତିଜଣଙ୍କୁ ବି ରେଡ଼ି କରିଦେଲି ଯେହେତୁ ଘରେ ଦୀପ ଥିଲେ ସେଥିପାଇଁ ମୁଁ ବସିକି ଦୀପ ବି ସଜାଡ଼ି ନେଲି ତାପରେ ମୁଁ ଘରର ସବୁ ବାକି କାମ ଛିଣ୍ଡେଇ ଡାଇରେକ୍ଟ ବାହାରି ଗଲି ଭୋଳାନାଥଙ୍କ ପାଖକୁ ତ ଗାଇସ୍ ମୁଁ ଆସି ଫାଇନାଲି ପହଞ୍ଚିଗଲି ପ୍ରଭୁ ଭୋଳାନାଥଙ୍କ ପାଖରେ ତ ଗାଇସ୍ ଏଇଟା କେଉଁ ମନ୍ଦିର କମେଣ୍ଟରେ ନିଶ୍ଚୟ ଜଣାଇବେ ଦେନ୍ ତାପରେ ଆମେ ସମସ୍ତେ ମିଶିକି ଡାଇରେକ୍ଟ ମନ୍ଦିର ଭିତରକୁ ଏଣ୍ଟ୍ରି କରିନେଲୁ ତାପରେ ମୁଁ ଯାଉ ଯାଉ ସେଇଠୁ ପ୍ରଥମେ ଭୋଗ କିଣିନେଲି କିନ୍ତୁ ଦୁର୍ଭାଗ୍ୟବଶତଃ ଦେଖିଲା ବେଳକୁ ସେଇଠି ମନ୍ଦିରରେ ପହଡ଼ ପଡ଼ିଯାଇଛି ଦେନ୍ ତାପରେ ଆମେ ମିଶିକି ପଳେଇଲୁ ପୋଖରୀ ପାଖକୁ ସେଇଠି ଯାଇକି ମୁଁ ଟିକେ ମୂର୍ତ୍ତିଟାରେ ପାଣି ଛିଞ୍ଚିଦେଲି ଦେନ୍ ତାପରେ ମୁଁ ଆସିକି ଟିକେ ମାଙ୍କୁ ମୁଣ୍ଡିଆ ମାରିଦେଲି ତାପରେ ମୁଁ ମନ୍ଦିରର ବେଢ଼ା ଚାରିପଟେ ପରିକ୍ରମା ବି କରିନେଲି ତ ଗାଇସ୍ ଦେଖିପାରୁଥିବେ ଏଠି କେତେ ସାରା ନାଗ ମୂର୍ତ୍ତି ଅଛି ତ ମୁଁ ସେଇଠୁ ମୁଣ୍ଡିଆ ମାରିକି ପଳେଇଥିଲି ଯେହେତୁ ମନ୍ଦିରରେ ପହଡ଼ ପଡ଼ିଯାଇଥିଲା ତ ସେଥିପାଇଁ ଦେଖିପାରୁଥିବେ ମୋ ଗେଲୁଆଡ଼ି ମୋ ସହିତ ନ କଥା ହେଇକି ଝିଅମାନଙ୍କ ସହିତ କଥା ହେଉଛନ୍ତି ତାପରେ ଡୁଡୁଲୁ ଯାଇକି ସେଠି ଗାଈଙ୍କୁ ମୁଣ୍ଡିଆ ମାରିଦେଲା ଦେନ୍ ତାପରେ ମୋତେ କହିଲା ଦିଦି ମୁଁ ଦୀପ ଲଗେଇବି ତ ମୁଁ ତାଙ୍କ ହାତ ଧରି ଦୀପ ବୁଲେଇ ଦେଲି ତାପରେ ଡାଇରେକ୍ଟ ଆମେ ପଳେଇ ଆସିଲୁ ମନ୍ଦିର ଭିତରକୁ କିନ୍ତୁ ଦେଖିଲା ବେଳକୁ ସେଇଠି ଗହଳି ଅଛି ସେଥିପାଇଁ କିଛି ସମୟ ଲାଇନରେ ଛିଡ଼ା ହେବାକୁ ପଡ଼ିଲା ଦେନ୍ ଗାଇସ୍ ଫାଇନାଲି ମୁଁ ମନ୍ଦିର ପୂଜା କରିଦେଇକି ବାହାରକୁ ପଳେଇ ଆସିଥିଲି ତ ଗାଇସ୍ ଦେଖିପାରୁଥିବେ ଏଇଠି ଆମ ଡୁଡୁଲୁ ଗୁଡୁଲୁ ସିଂହ ଉପରେ ଚଢ଼ିକି ସେମାନଙ୍କୁ ମୁଣ୍ଡିଆ ମାରିଦେଲେ ଦେନ୍ ସେଇଠୁ ଆମେ ପଳେଇ ଆସିଥିଲୁ ଡାଇରେକ୍ଟ ଲାବଣ୍ୟଗିରି ଟେମ୍ପଲ୍ ତ ଗାଇସ୍ ଏଇଟା ଆମ ଜଟଣୀରେ ନୂଆ ବନିଆ ହେଇଛି ତ ଆପଣମାନେ ଏଇଠି ଆସିଲେ ହିଁ ଜାଣିପାରିବେ ତ ଏଇଠି ଆମ ଡୁଡୁଲୁ ଗୁଡୁଲୁଙ୍କ ସହିତ ମୁଁ ଟିକେ ମଜାମସ୍ତି କରିଦେଲି ଦେନ୍ ତାପରେ ମୁଁ ସେଇଠୁ ମୁଣ୍ଡିଆ ମାରିଦେଇକି ସେଠି ଟିକେ ମନ୍ଦିର ଚାରିପଟେ ବୁଲିବା ପାଇଁ ପଳେଇଲି ତ ଗାଇସ୍ ଦେଖିପାରୁଥିବେ ଏଇଟା କେତେ ସୁନ୍ଦର ଲୋକେସନ୍ ତ ଏଇଟା କେଉଁ ଲୋକେସନ୍ ଆପଣ କମେଣ୍ଟରେ ନିଶ୍ଚୟ ଜଣାଇବେ ଦେନ୍ ତାପରେ ସେଇଠୁ ଆମେ ବୁଲାବୁଲି ସାରିକିନା ଡାଇରେକ୍ଟ ପଳେଇ ଆସିଥିଲୁ ଘରକୁ।